ମୁଁ ଘରେ ବସିଥିଲି, ହଠାତ୍ ମନ ଗୋଟେ ବିଚାର ଆସିଲା, ଜୀବନରେ କେମିତି ବଞ୍ଚିବା ଦରକାର। ତା ସାଙ୍ଗେ ସାଙ୍ଗେ ମୋ ଚାରିପାଖରୁ ସାଉଣ୍ଡ ପଳେଇ ଆସିଲା, ଆରେ ଉଚ୍ଚ ସୋଚ ଉଚ୍ଚ ସୋଚ। ମୁଁ ଚମକି ପଡ଼ିଲି ହଠାତ୍, ଦେଖିଲା ବେଳୁ ଛାତ କହୁଛି। ତାକୁ ପଚାରିବାରେ ସେ ବିସ୍ତୃତ ଭାବରେ କହିଲା, ମାନେ ତୁ ବହୁତ ବଡ଼ ବିଚାର କର, ଛୋଟକାଟିଆ ବିଚାର ରଖନା। ତ ମୁଁ ବୁଝିପାରିଲି ସାଙ୍ଗେ ସାଙ୍ଗେ। ଛାତ କଥା ସରିଛି କି ନ ସରିଛି ଫ୍ୟାନ୍ ଉତ୍ତର ଦେଇଥିଲା, ଆରେ ରହ ଚୁପ୍ କର, ମୁଣ୍ଡ ସବୁବେଳେ ଥଣ୍ଡା ରଖିବୁ, କାରଣ ମୁଣ୍ଡ ଥଣ୍ଡା ରଖିଲେ ତୁ ଭଲ ବିଚାର କରିପାରିବୁ, ଆଗକୁ ବଢ଼ିପାରିବୁ। ଏ ତା କଥା ଶୁଣିଛି ନ ଶୁଣିଛି ଆଇନା ଝଲଝଲ ଝଲସି ଉଠିଲା, ଚକମକ କରି ଲାଇଟ୍ କରିଦେଲା। ମୁଁ ଅନେଇଦେଲି ଆଇନା ଆଡ଼କୁ। ଆଇନା ହଠାତ୍ ଉତ୍ତର ଦେଇ କହିଲା, ଆରେ ନିଜକୁ ନିଜେ ପ୍ରତିଦିନ ଦେଖ, ନିଜକୁ ନିଜେ ପ୍ରତିଦିନ ଦେଖିଲେ ହିଁ ଯାଇକି ନିଜେ କେତେ ଦକ୍ଷ ତାପରେ ତୁ ଜାଣିପାରିବୁ। ତ ମୁଁ ଏ କଥାକୁ ଗ୍ରହଣ କରିନେଲି। ହଠାତ୍ କାନ୍ଥରେ ଟଙ୍ଗା ହେଇଥିବା ଘଣ୍ଟାଟି ଚକ୍ ଚକ୍ କରି ଟିକ୍ ଟିକ୍ ସାଉଣ୍ଡ କରି ମୋତେ ଡାକିଲା, ଆରେ ରହ, ସବୁ ଶୁଣିଲୁ, ସମୟ ସାଙ୍ଗେ ଟିକେ ଗୁରୁତ୍ୱ ଦେ। ନା ତାର କିଛି ଭ୍ୟାଲୁ ନାହିଁ ରେ ତୋ ପାଖରେ, ସମୟକୁ ଗୁରୁତ୍ୱ ଦେଲେ ହିଁ ତୁ ଆଗକୁ ବଢ଼ିପାରିବୁ। ତାକୁ ବି ସହମତ କଲି। କିନ୍ତୁ ବିଚରାଟା ମୋ ପାଖରେ ଗୋଟେ କାଗଜର କ୍ୟାଲେଣ୍ଡରଟି 2025 ମସିହାରେ ଥୁଆ ହେଇଥିଲା, ସିଏ ସହ୍ୟ କରିପାରିଲାନି। ସେ କହିଲା, ହାକ୍ ଚୁପ୍ କର ସମସ୍ତେ। ଆରେ ତାକୁ ଏତେ ଜ୍ଞାନ କ'ଣ ଦେଉଛ? ତାକୁ କୁହ ପ୍ରକୃତ ଜ୍ଞାନ ହେଉଛି ସମୟ ସାଥିରେ ଚାଲିବାକୁ ଚେଷ୍ଟା କର। ତ ମୁଁ ଚମକି ପଡ଼ିଲି, ଇରେ ସତ କଥା ତ। ତାହେଲେ ସମୟ ସାଥିରେ ଚାଲିଲେ କ'ଣ ହେବ ନା, ସମୟ ସାଥିରେ ଚାଲିଲେ ହିଁ ତୁମେ ଆଗକୁ ବଢ଼ିପାରିବ, ନଚେତ୍ ତୁମେ ସବୁବେଳେ ପଛରେ ରହିଯିବ। ଏସବୁ କଥା ଛାଡ଼। ମୁଁ ଏସବୁ କଥା ଗୁଣୁଗୁଣୁ ହେବା ଭିତରେ ମୋ ପଛ ପାଖରେ ଥିବା ଝରକାଟି ହଠାତ୍ ଉତ୍ତର ଦେଲା, ଚୁପ୍, ମାନେ କ'ଣ ଏତେ ଇଏ କରୁଛ? ତ କ'ଣ ଗୋଟେ ଜାଗାରେ ସାନ୍ଦିକିରି ମାରିବ ନା କ'ଣ? ହଁ, ମୁଁ କହୁଛି ଶୁଣ, ତୁ ମୋ କଥା ଶୁଣ। କ'ଣ କରିବୁ ନା, ସବୁବେଳେ ନିଜର ଏରିଆକୁ ବିସ୍ତାର କରିବାକୁ ଚେଷ୍ଟା କର, ସବୁବେଳେ ବାହାରକୁ ଉଡ଼ିବାକୁ ଚେଷ୍ଟା କର। ତାପରେ ତୁ ହିଁ କ'ଣ କରିବୁ, ସବୁବେଳେ ଆଗେଇ ଚାଲିବୁ। ଏତିକି ସରିଛି କି ନ ସରିଛି ତା ପାଟିରୁ ମାଟିରୁ ଉତ୍ତର ଆସିଲା, ଆରେ ହେ, ତୁମେ କେଇଟା ଦିନର ସନ୍ତାନ ରେ, ତୁମେ କେଇଟା ଦିନରେ ଗଢ଼ା ହେଇଛ। ମୁଁ କହୁଛି ଶୁଣ ମୋ ଠାରୁ, ସବୁବେଳେ ମାଟି ତଳ ହେଇକିରି ଅର୍ଥାତ୍ ତଳୁଆ ବିଚାର କରି ଚାଲ। କେମିତି? ଅର୍ଥାତ୍ ମାଟି ସାଥିରେ ଚାଲ। ଅର୍ଥାତ୍ ମାଟିକୁ ମୁଁ ଏ କଥା ଜାଣିପାରିଲିନି। ମାଟି ପଚାରିଲି, ଆରେ କ'ଣ ଏହାର ଉତ୍ତର? ମାଟି କହିଲା, ସବୁବେଳେ ମୋ ସାଙ୍ଗରେ ମୁଁ ଯେମିତି ନ୍ୟୁନତର ହେଇଛି ସେମିତି ଚୁପ୍ ହୁଅ, ତମର ବି ନିଶ୍ଚୟ ଦିନ ସମୟ ଆସିବ। ଆରେ ମାଟିର କଥା ସରିଛି କି ନ ସରିଛି, ହଠାତ୍ ଆକାଶରେ ଉଦୟ ହେଇଥିବା ସକାଳର ସୂର୍ଯ୍ୟ କହିଲା, ଆରେ ଚୁପ୍ ରୁହ, ଏତେ କଥା କ'ଣ କହୁଛ? ସବୁବେଳେ ଗୋଟିଏ ଲକ୍ଷ୍ୟ କରିବାକୁ ଚେଷ୍ଟା କର, ଗୋଟିଏ ଲକ୍ଷ୍ୟ କଲେ ହିଁ ତୁମେ ଯାଇକିରି ସଫଳତା ପାଇପାରିବ। ତ ଏଇସବୁ କଥା ଶୁଣିକିରି, ଏମାନଙ୍କର ଏଇ ଗୁରୁ ଜ୍ଞାନ ଶୁଣିକିରି ମୋ ମନରେ ଉଠୁଥିବା ପ୍ରଶ୍ନର ମୁଁ ନିଜେ ହିଁ ଉତ୍ତର ପାଇଗଲି। ଠିକ୍ କହିଲି ନା?